ନା 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 କୌଣସି ମାଲିକଙ୍କ ନାଁରେ ମୁହଁ ଖୋଲିବା ସିଏ ଶକ୍ତି ମୋ ପାଖରେ ନାହିଁ। ଆଉ ମୁଁ ଆପଣଙ୍କ ଜରିଆରେ ଗୋଟେ କଥା କହୁଛି, ଯଦି ଅନ୍ୟାୟରେ କୌଣସି ମାଲିକଙ୍କ ଉପରେ କିଏ ଆଙ୍ଗୁଠି ନିର୍ଦ୍ଦେଶ କରେ କୌଣସି ମାଲିକଙ୍କ ଉପରେ, ତାହେଲେ ସର୍ବପ୍ରଥମେ ମୁଁ ହିଁ ବାହାରିବି। ତେଣୁ ଏଟା ଗୋଟେ ସେପାରେଟ ମାନେ ପଏଣ୍ଟ। ମୁଁ ଏତିକି, ଯେହେତୁ ଆପଣ ପଚାରିଲେ ମାଲିକ ମାନଙ୍କ କଥା, ମୁଁ କୌଣସି ମୋ ବ୍ୟକ୍ତିଗତ କଥା, ମୁଁ କୌଣସି ଦିନ ମାଲିକଙ୍କ ବିରୁଦ୍ଧରେ ଯାଇନାହିଁ କି ଆଗକୁ ଯିବି ନାହିଁ। କଳାକାର ପେମେଣ୍ଟ ପାଇବେ ନ ପାଇବେ ସେଟା ମୋ ସହିତ ସେମାନେ ଡିସ୍କସ୍ କରିବେ। ମୁଁ ଚାକିରି ଦେଇଛି, କିଏ କଳାକାର କଣ ପଇସା ପାଇଛି ନ ପାଇଛି ମତେ କହିଲେ ମୁଁ ମାଲିକଙ୍କୁ କହିକି ତାର ସମସ୍ୟାର ସମାଧାନର ରାସ୍ତା ବାହାର କରିବି। ଏକୁ ତାକୁ କହିକି କିଛି ଲାଭ ନାହିଁ ଆଜ୍ଞା, କାରଣ ସେମାନଙ୍କୁ ଚାକିରି ଦେଇଛି ମୁଁ, ଚାକିରି ଦେଇଛନ୍ତି ପବିତ୍ର ବାବୁ। ସେମାନେ ଆମକୁ କହିଲେ ତାର ସମସ୍ୟାର ସମାଧାନ ହବ ନା। ଆଉ ଏକୁ ତାକୁ କହିଲେ କଣ ତାର ସମସ୍ୟାର ସମାଧାନ ହବ? ଇଏ ଗୋଟେ ଇଣ୍ଡଷ୍ଟ୍ରି, ଏମିତି ଇଣ୍ଡଷ୍ଟ୍ରି ଏଠି ଗୋଟେ ଟିମ୍ ୱାର୍କ ନେଇକି କାମ ଚାଲେ। ଲାଭ ଲସ୍ ଆପଣ ଦେଖନ୍ତୁ, ଗଭର୍ଣ୍ଣମେଣ୍ଟ ବି ଆଜିକା ଡେଟ୍ରେ ଠିକ୍ ଟାଇମ୍ରେ ପେମେଣ୍ଟ ଦେଇପାରୁନାହାନ୍ତି। ଆମେ ତ ପ୍ରାଇଭେଟ ସଂସ୍ଥା, ତା ଭିତରେ କଣ ହେଇଛି ନାହିଁ, କିଏ ଦରମା ପାଇଛି ପାଇନାହିଁ, ପାଇବ, ତାକୁ ନେଇକି ଏତେ ଗୋଟେ ଇସ୍ୟୁ, ଏଟା ମାନେ ମୋ ମତରେ ଏଟା ଠିକ ନୁହଁ।